ଆପଣଙ୍କ ମତରେ ରାଜନୀତି ମାଧ୍ୟମରେ ସମାଜ ସେବାକୁ କିପରି ଅଧିକ ବ୍ୟାପକ କରିବ? ଦିଟା ଯୋଉ ଆମର କହନ୍ତି ଦିଟା ଗୋଟେ ମୁଦ୍ରାର ସେ ଦୁଇଟା ପାଖ। ମୋର ରାଜନୀତିକ ଇଏରେ ମୁଁ ରାଜନୈତିକ ଯୋଉ ଜୀବନଟା ମୋର ଅଛି ସେଥିରେ ମୁଁ ବିଜେପିକୁ ଭଲ ପାଏ। ମୋର ପରିବାର ହଉଛି ସଙ୍ଘ ପରିବାର। ମୁଁ ସେଥିରେ ମୋର ଶ୍ୱଶୁର ସଂଘ ପାଇଁକା ତାଙ୍କର ଚାକିରି ଜୀବନ ସେ ତ୍ୟାଗ କଲେ। ଅପା ଏବେ ସୋସିଆଲ ମିଡିଆରେ ଆପଣଙ୍କର ଗୋଟେ ଫଟୋ ମୁଁ ଦେଖିଥିଲି ମ୍ୟାଡାମ ଦ୍ରୌପଦୀ ମୁର୍ମୁଙ୍କ ସହିତ। ତ ଟିକେ ମୁଁ ସେ ଫଟୋ ବିଷୟରେ ଆପଣଙ୍କୁ ପଚାରିବାକୁ ଚାହିଁବି, କଣ ଅନୁଭୂତି ଆପଣଙ୍କର ଥିଲା? ସେ ଫଟୋ ତ ମାନେ ଆମେ ରାଷ୍ଟ୍ରପତିଙ୍କର ସେଦିନ ଥିଲା ସେପ୍ଟେମ୍ବର 25 ତାରିଖ ଯୋଉ ଶପଥ ଗ୍ରହଣ ଉତ୍ସବ। ତା ପୂର୍ବ ଦିନ ଆମେ ସମୟ ନେଇଥିଲୁ ତାଙ୍କ ସହିତ ଦେଖା ହେବାକୁ। ଆମ ସହିତ ତାଙ୍କ ମୟୂରଭଞ୍ଜର ଜଣେ ଭାଇ ଥିଲେ। ଆମେ ଯାଇଥିଲୁ, ସେ ଆମକୁ ସମୟ ଦେଇଥିଲେ ସନ୍ଧ୍ୟା 7ଟା। ତ ଆମେ 7ଟା ବେଳକୁ ଗଲାବେଳକୁ ସେ ପୂର୍ବତନ ରାଷ୍ଟ୍ରପତି ଯୋଉ ଆମର ରମାନାଥ କୋବିନ୍ଦ ଜି ଥିଲେ ତାଙ୍କର ରାଷ୍ଟ୍ରପତି ଭବନରେ ଗୋଟେ ନୈଶ ଭୋଜି ଥିଲା, ସେଠି ଯାଇଥିଲେ। ଆମେ ସେମିତି ବସିଥିଲୁ ଅପେକ୍ଷା କରିକି। ସିଏ ଆସିଲା ବେଳକୁ 10ଟା ହେଇଗଲା। ଦ୍ରୌପଦୀ ଦିଦି ଆମକୁ ଦେଖିକି, ସେତେବେଳେ ଆମେ ଦିଦି ଡାକୁଛୁ, ଆମକୁ ଦେଖିକି କହିଲେ ଏତେ ସମୟ ହେଲାଣି ତମେ ମାନେ ବସିଛ, କିନ୍ତୁ ଭାରି ଥକି ଯାଇଛି, ମାନେ କଣ କରିବି କିଛି ବୁଝିପାରୁନି, ଆଉ ମୁଁ ଟିକେ ନର୍ଭସ୍ ବି ଅଛି, ଆଉ ତୁମେ କାଲି ସକାଳେ ଆସ ଦେଖା ହେଇଯିବା। ହେଲେ ଆମେ ସେଠୁ ଯାଇକି 6ଟା ବେଳେ ପହଞ୍ଚିଗଲୁ। 6ଟା ବାଜିନଥିଲା ବି ଯାଇକି ପହଞ୍ଚିଗଲୁ ତାଙ୍କର ଯୋଉ ଅସ୍ଥାୟୀ ବାସଭବନରେ। ତ ସେଠି ଗଲା ବେଳକୁ ମାନେ ସିକ୍ୟୁରିଟି ପୁରା ହାଇ, ମାନେ କେହି ଆମକୁ ଛାଡୁନାହାନ୍ତି ଭିତରକୁ। ହେଇଗଲି ତ ସେ ମୟୂରଭଞ୍ଜ ଯୋଉ ଭାଇ ଜଣକ ସେ ତାଙ୍କର ଦ୍ରୌପଦୀ ଦିଦିଙ୍କୁ ଡାଇରେକ୍ଟ ଫୋନ୍ କଲେ, ଆମେ ଆସିଛୁ, କାଲିଠୁ ଆସିଛୁ, ଆଉ ଆମେ ଯଦି ଦେଖା ନହେବୁ କେତେ ଖରାପ ଲାଗିବ। ସେଠୁ ସିଏ ତାଙ୍କର ଜଣେ ସିକ୍ୟୁରିଟିକୁ କହିଲେ ଯେ ତାଙ୍କୁ ଡାକି ଆଣିବ। ଆମେ ସେଠୁ ଗଲୁ ଭିତରକୁ ଗଲା ପରେ ସିଏ ପୁରା ମାନେ ଏତେ ଖୁସି ହେଲେ ଆସିକିରି। ଆମେ ବି ତାଙ୍କୁ ଦେଖିକି ମାନେ ଆମକୁ ଲାଗିଲା ଯେମିତି ଆମେ ବି ସବୁ ରାଷ୍ଟ୍ରପତି ହେଇଛୁ। ଏତେ ମାନେ ଶାନ୍ତ ସରଳ ଗର୍ବରହିତ, ମାନେ ଏତେ ଏମିତିକା ଆମେ ଦେଖିନଥିଲୁ। ତାପରେ ସିଏ 9ଟା ବେଳକୁ ବାହାରିଲେ ତାଙ୍କର ଯୋଉ ଶପଥ ଗ୍ରହଣ ଉତ୍ସବକୁ। ଆମକୁ କହିଲେ ଆସିବ ସବୁ ଏଠି। ଆମେ କିନ୍ତୁ ସେତେବେଳେ ପାସ୍ଟା ଆମେ କଲେକ୍ସନ କରିନଥିଲୁ। ତାପରେ ସେଠି ତମେ ଆସ, ମୁଁ ସେଠି ବ୍ୟବସ୍ଥା କରିଥିଲି। ଜଷ୍ଟ ଗେଟ୍ ପାଖରେ ଗଲା ବେଳକୁ ଆମେ ତାକୁ ଆମକୁ କହିଲେ ମୁଁ ଗଲା ବେଳକୁ କିନ୍ତୁ ତମମାନେ ସବୁ